नहीं आसले चिकन देसी चिकन पियाज को सरू सरू कर काटी देबा देखंतु एंते सरू सरू काटिबे बाप रे की आखी जळैला लो एबे आसला टमाटर बारी टमाटर को छोटा छोटा कर काट देबे चिकन को दुई रे तीन थरा भला भाबरे धोई दियंतु परिष्कार भाबरे आसन तो आरंभ करिबा देसी चिकन कसा गैस ऑन हला कढ़ई बसिला 5 ରୁ 6 ଚାମଚ ତେଲ ତେଲକୁ ଭଲ ଭାବରେ ଗରମ ହେବାକୁ ଦବା ତେଲ ଗରମ ହେଲା ପରେ ସେଥିରେ ପକାନ୍ତୁ ଗୋଟା ଜିରା ଦୁଇରୁ ଚାରୋଟି ତେଜପତ୍ର କାଟି ରଖିଥିବା ପିଆଜ ଭଲ କରି ତାକୁ ରୋଷ୍ଟ ହେଲା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ ପିଆଜ ଫ୍ରାଏ ହେଲା ଭିତରେ ମଝିରେ ଟିକେ ବୁଲାନ୍ତୁ ନହେଲେ ତ ତଳ ଆଡୁ ଲାଗିଯିବ ଲୋ ମା ଦେଖନ୍ତୁ ପିଆଜ ପୁରା ସିଝିଗଲାଣି ସିଝିଗଲା କଣ ପୁରା ତ ହେଇଗଲାଣି ଆଉ ଏବେ ପକେଇବା ଆମ ମସଲା ପ୍ରଥମେ ଅଦା ପେଷ୍ଟ ତାପରେ ରସୁଣ ପେଷ୍ଟ ଟିକେ ଏବେ ଭଲ ଭାବରେ ଘାଣ୍ଟି ଦିଅନ୍ତୁ ଭଲ ଭାବରେ କୁକ୍ କରନ୍ତୁ ନହେଲେ ତ ତାର କଞ୍ଚା ସ୍ମେଲଟା ରହିଯିବ ଆଲାଲ ହେଇଗଲା ଏବେ ଗୁଣ୍ଡ ମସଲା ମାନେ ପକେଇବା ପ୍ରଥମେ ଜିରା ଗୁଣ୍ଡ 2 ଚାମଚ ଧନିଆ ଗୁଣ୍ଡ 2 ଚାମଚ ଲଙ୍କା ଗୁଣ୍ଡ 2 ଚାମଚ ରେଡ୍ ଚିଲି ପାଉଡର କଲର ଆସିବା ପାଇଁ ଟିକେ ଗୁଣ୍ଡ ମସଲା ଗୁଡ଼ିକୁ ଭଲ କରି ଫ୍ରାଏ କରନ୍ତୁ ଟିକେ କୁକ୍ ହେଲା ପରେ ଦେଇଦେବା ଗରମ ମସଲା 2 ଚାମଚ ଆଲାଲ ମୁଁ ଭୁଲି ଯାଇଛି ହଳଦୀ ଗୁଣ୍ଡଟା ଆଣ ହଳଦୀ ଗୁଣ୍ଡ 3 ଚାମଚ ଭଲ ଭାବରେ ହେଇ ସାରିଲା ପରେ କାଟି ରଖିଥିବା ପକେଇବା ଟମାଟୋ ଭଲ କରି ଘାଣ୍ଟି ଦିଅନ୍ତୁ ଟମାଟୋ ସିଝିଲା ପର୍ଯ୍ୟନ୍ତ ଟିକେ କୁକ୍ ହେଲା ପରେ ଦେଇଦେବା ଟମାଟୋ ସସ୍ ଟମାଟୋ ସାଙ୍ଗରେ ଟିକେ ଟମାଟୋ ସସ୍ ପକେଇ ଦେଖନ୍ତୁ ତାର ଟେଷ୍ଟ ଜାଣନ୍ତୁ ମସଲା ଅଲମୋଷ୍ଟ କୁକ୍ ହେଇ ସାରିଲାଣି ଏବେ ପକାଇବା ଧୋଇ ରଖିଥିବା ଚିକେନ ଭଲ କରି ମସଲା ସାଙ୍ଗରେ ଗୋଳି ଦିଅନ୍ତୁ ଏବେ ପକାନ୍ତୁ ସ୍ୱାଦ ଅନୁସାରେ ଲୁଣ ଭଲ ଭାବରେ ଘାଣ୍ଟି ଦିଅନ୍ତୁ 5 ମିନିଟ ପର୍ଯ୍ୟନ୍ତ ଭଲ ଭାବରେ କଷନ୍ତୁ ନହେଲେ କଷା କେମିତି ହବ ଏବେ ଦେଇଦେବା ଗରମ ପାଣି ଏମା କି ବାମ୍ଫ ଦେଶୀ ଚିକେନ ତ ଯେତିକି ପାଣି ଦରକାର ସେତିକି ଦିଅନ୍ତୁ ଏତେ ଦିଅନ୍ତୁନି ଯେ କଷାଟା ଯେମିତି ତରକାରୀ ହେଇଯିବ ପାଣିଟା ଭଲ ଭାବରେ ଫୁଟିଲା ପରେ ସିଝିଲା ପର୍ଯ୍ୟନ୍ତ ଘୋଡ଼ାଇ ରଖନ୍ତୁ ଓହୋ କି ବାସ୍ନା ଆଲୋ ହେଇନି ବା ବାସ୍ନା କଣ କହୁଛୁ ଗ୍ୟାସର ଫ୍ଲେମକୁ ସିମ୍ କରି 20 ରୁ 25 ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଚିକେନକୁ ସିଝିବାକୁ ଦିଅନ୍ତୁ ଦେଖନ୍ତୁ ଏବେ ବର୍ତ୍ତମାନ ଚିକେନ ରେଡି ଖାଇବା